ହ୍ୟାଲୋ ସାଙ୍ଗମାନେ, ଆପଣମାନେ ଆଶା କରୁଛି ଆପଣମାନେ ଭଲରେ ଥିବେ। ଆମେ ଆଜି ଡିସ୍କସନ୍ କରିବୁ ଷ୍ଟ୍ରାଟେଜି ଟୁ କ୍ରାକ୍ OCS 2024 ପ୍ରିଲିମ୍ସ। ଆପଣମାନେ ଜାଣିଥିବେ ଯେ ପ୍ରିଲିମ୍ ଏକ୍ଜାମ OCS 2024 ପ୍ରିଲିମ୍ଟା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହେବ। ତେଣୁ କରିକି ଆପଣମାନେ ଦେଖନ୍ତୁ ତାର ଷ୍ଟ୍ରାଟେଜି। ମୁଁ କିଛି ପଏଣ୍ଟ ଗୁଡ଼ା ଲେଖିଛି। 10 steps to follow। ଏତିକି ଆପଣ ଫଲୋ କରିଦେବେ, ନିହାତି ଆପଣଙ୍କ ଭାବରେ ନିହାତି OCS 2024 ପ୍ରିଲିମ୍ସଟା ଆପଣଙ୍କର କ୍ୱାଲିଫାଇ ହେଇଯିବ। ମୁଁ ବି 4 ଥର କ୍ୱାଲିଫାଇ କରିଛି OCS ପ୍ରିଲିମ୍ ଗୁଡ଼ା। ତ ତେଣୁ କରିକି ମୁଁ ଏଇ 10ଟା ଷ୍ଟେପ୍ ଯେଉଁ ଅଛି ସେଟାକୁ ଫଲୋ କରିକି କ୍ୱାଲିଫାଇ କରୁଛି। ତେଣୁ କରିକି ଆମେ ଫାର୍ଷ୍ଟରେ ଦେଖିବୁ 1 ଡିଟେଲ୍ ଆନାଲିସିସ୍ ଅଫ୍ OCS ପ୍ରିଲିମ୍ PYQ of last 10 years। ମାନେ ଡିଟେଲ୍ ଆନାଲିସିସ୍ ମାନେ ଡିଟେଲ୍ ଭାବରେ ତାର ଯେଉଁ ଅପସନ୍ ଗୁଡ଼ା ବି ଦେଇଥିବ ଯେତିକି ସେଇଗୁଡ଼ା ବି ଆପଣ ଭିଭିଡ଼ଲି ଆନାଲିସିସ୍ କରିବେ। 360 ଡିଗ୍ରୀ ଆନାଲିସିସ୍ କରିବେ PYQର ପ୍ରିଲିମ୍ PYQ ଲାଷ୍ଟ 10 years ଆଟଲିଷ୍ଟ 15ରୁ ଷ୍ଟାର୍ଟ କରିବେ ଏତେ ପର୍ଯ୍ୟନ୍ତ। ଯେଉଁ ଲାଷ୍ଟ ହେଇଛି 2024ରେ ହେଇଥିଲା OCS 2023ର ସେଇଟା ବି ଦେଖିକି ଯିବେ। ଓକେ, ଏଇଟା ଦେଖିଲେ କ'ଣ ନା ତାର ବେସିକ୍ ଆପଣ ଫଣ୍ଡାମେଣ୍ଟାଲ୍ସ କ'ଣ OPSCର ସେଇଟା ଆପଣ ବୁଝିପାରିବେ ଯେ କେମିତି ସିଏ କ୍ୱେଶ୍ଚନ୍ ପକାଉଛି, କେମିତି କ୍ୱେଶ୍ଚନ୍ଟା ତିଆରି ହେଉଛି, ସେସବୁ ଜିନିଷ ଜାଣିପାରିବେ। ଓକେ, ନେକ୍ସଟ ହେଉଛି ଯିବା 2 ନମ୍ବର ପଏଣ୍ଟରେ କମ୍ପ୍ଲିଟ୍ ଦି ଷ୍ଟାଟିକ୍ ପର୍ସନ୍ ଫାଷ୍ଟ ଫ୍ରମ୍ ଷ୍ଟାଣ୍ଡାର୍ଡ ବୁକ୍ସ ଓନ୍ଲି। ଓକେ, ଷ୍ଟାଟିକ୍ ପର୍ସନ୍ ବହୁତ ଇମ୍ପୋର୍ଟାଣ୍ଟ। ଆପଣ ଫାଷ୍ଟ ସେଇଟାକୁ କମ୍ପ୍ଲିଟ୍ କରିବେ। ସେଇଟା ଆପଣଙ୍କ ଷ୍ଟ୍ରେଙ୍ଗଥ୍। କାହିଁକି କରେଣ୍ଟ ଆଫେୟାର୍ସ ଯେତେ ଏତେ ଭାଷ୍ଟ ଅଛି ଯେ ଆପଣ ଯେତେ ପଢ଼ିଲେ ବି ସେଇଟା କମ୍ପ୍ଲିଟ୍ କରିପାରିବେନି। ତେଣୁ କରିକି ଷ୍ଟାଟିକ୍ ପର୍ସନ୍କୁ ଆପଣ ନିହାତି ଭାବରେ ପୁରା ଫାଷ୍ଟ ଥରୋଲି ପଢ଼ିକି ଯାଇଥିବେ। ଫଣ୍ଡାମେଣ୍ଟାଲ୍ ବେସିକ୍ ଜିନିଷ ଗୁଡ଼ା ସବୁ ବୁଝିଥିବେ। ଷ୍ଟାଣ୍ଡାର୍ଡ ବୁକ୍ସରୁ ବି ପଢ଼ିଥିବେ, କୌଣସି ରିଫରେନ୍ସରୁ ପଢ଼ୁନଥିବେ। ଓକେ, ଷ୍ଟାଣ୍ଡାର୍ଡ ବୁକ୍ସ ହେଲା, NCERT ହେଲା, ସେଇଗୁଡ଼ୁ ଆପଣ ନିହାତି ଷ୍ଟାଟିକ୍ ପର୍ସନ୍ଟା କମ୍ପ୍ଲିଟ୍ କରିକି ଯାଇଥିବେ। ଓକେ, ନେକ୍ସଟ ଯିବା ଆମେ କରେଣ୍ଟ ଆଫେୟାର୍ସ। କରେଣ୍ଟ ଆଫେୟାର୍ କୋଉଠୁ ପଢ଼ିବେ? GK ଟୁଡେ ସାଇଟ୍ ଅଛି ଗୋଟେ, ସେଇଠୁ ଆପଣ ଗୋଟିଏ ସୋର୍ସ ଆପଣ ଫଲୋ କରନ୍ତୁ, ସେଇଠି ବହୁତ ବଢ଼ିଆ ସେ ଦେଇଥାଏ, ସେଇଟା ଦେଖିଦେବେ। ଓକେ, 4 ହେଲା ଡେଲି ନ୍ୟୁଜ୍ ପେପର ସ୍ପିଡ୍ ରିଡ଼ିଂ। ପଢ଼ିବେ ନ୍ୟୁଜ୍ ପେପର କିନ୍ତୁ ସ୍ପିଡ୍ ଭାବରେ ପଢ଼ିଯିବେ। ଓକେ, ପୁରା ଡିଟେଲରେ ଘଣ୍ଟା 3-4 ଘଣ୍ଟା ପଢ଼ିବେନି। ଠିକ୍। 5 ହେଉଛି ରିଡ୍ ଇକୋନୋମିକ୍ ସର୍ଭେ ଅଫ୍ ଇଣ୍ଡିଆ ଆଣ୍ଡ ଓଡ଼ିଶା। ଇଣ୍ଡିଆର ବି ଓଡ଼ିଶାର ବି ଦୁଇଟା ଭିଭିଡ଼ଲି ପୁରା ପଢ଼ିକି ଯାଇଥିବେ। ତାର ଜିଷ୍ଟ ଗୁଡ଼ା ମେନଲି ସେଥିରେ ଦିଆଯାଇଥିବ କେଉଁ ସ୍କିମ୍, କ'ଣ କଥା, କ'ଣ ନେଇ, ଫ୍ୟାକ୍ଟସ୍ ଡାଟା, ସେସବୁ ଡାଇରେକ୍ଟ ପଚାରି ଦିଏ। ଫ୍ୟାକ୍ଟସ୍ ଡାଟା ଗୁଡ଼ା ଏବେ ବେଶୀ ପଚାରୁଛି ନା OCS ଏକ୍ଜାମ୍ରେ, ପ୍ରିଲିମ୍ରେ। ତେଣୁକରି ସେଇ ସବୁ ଇକୋନୋମିକ୍ ସର୍ଭେରୁ ଆପଣ ପାଇଯିବେ। ଆଉ ଗୋଟେ ହେଉଛି ବଜେଟ୍। 6 ନମ୍ବର ହେଉଛି ରିଡ୍ ବଜେଟ୍ ଅଫ୍ ଇଣ୍ଡିଆ ଆଣ୍ଡ ଓଡ଼ିଶା। ଦୁଇଟାର ବଜେଟ୍ ଗୁଡ଼ା ପାଇଯିବେ। ଓଡ଼ିଶା ବଜେଟ୍ ଏତେ ବଢ଼ିଆ ଦେଇଛି, ଏଥର ଆପଣ ଦେଖିଦେବେ ଯେ ସେଥିରେ ପ୍ରତ୍ୟେକ ସ୍କିମ୍ କ'ଣ ଏମ୍ ଅଛି, ମାନେ ଓଡ଼ିଶା ଗଭର୍ଣ୍ଣମେଣ୍ଟର କ'ଣ ଏମ୍ ଅଛି, 2026କୁ କେମିତି ଡେଭଲପ୍ ଓଡ଼ିଶା, ବିକଶିତ ଓଡ଼ିଶା କେମିତି କରିପାରିବେ, ସେଥିରେ ସେମାନେ ଯୋଜନା କରିଛନ୍ତି। ତାର ସବୁ ଯୋଜନା ଗୁଡ଼ା, ସ୍କିମ୍ ଗୁଡ଼ା, ଗଭର୍ଣ୍ଣମେଣ୍ଟ ସ୍କିମ୍ ସବୁ ଡିଟେଲ୍ ଭାବରେ ଦିଆହେଇଛି ଏଥିରେ। ଓକେ, 7ରେ ଦେଖିଦେବେ ଗୋ ଥ୍ରୋ ଦି ଏକ୍ସ ବା ସେଟା ଟ୍ୱିଟର ହ୍ୟାଣ୍ଡେଲ୍ ପେଜ୍ ଯେଉଁ ଅଛି, PIB ଅଫ୍ ଇଣ୍ଡିଆ, ଆଉ ଗୋଟେ ହେଉଛି INPR ଅଫ୍ ଓଡ଼ିଶା। ସେଥିରେ କ'ଣ ନା ସେମାନେ ଡେଲି ପାଖାପାଖି ଯେଉଁ ସ୍କିମ୍ ଗୁଡ଼ା ଲଞ୍ଚ ହେଲା କି କ'ଣ ହେଲା, ସେସବୁ ଡିଟେଲ୍ ଦେଇଥାଏ। କ'ଣ ରିସେଣ୍ଟଲି ପାଇପାରିବ, ଅନ୍ୟ କୌଣସି ଜାଗାରେ କୌଣସି, ମୁଁ ଯେତେ ଖୋଜି ସାରିଲିଣି, କୌଣସି ଡିଟେଲ୍ ଭାବରେ ନାହିଁ ସ୍କିମ୍। ସେଇଥିରେ ଗୋଟିଏ ମାଧ୍ୟମ ଯେଉଁଥିରେ କି ଆପଣ ପାଇପାରିବେ ସବୁ ନୂଆ ନୂଆ ସ୍କିମ୍ ଗୁଡ଼ା। ବଜେଟ୍ରେ ଆଉ ହେଉଛି INPRର ଟ୍ୱିଟର ହ୍ୟାଣ୍ଡେଲ୍ରେ କିମ୍ବା PIBର ଇଣ୍ଡିଆ ଲେଭେଲ୍ରେ ଟ୍ୱିଟର ହ୍ୟାଣ୍ଡେଲ୍ ପାଇପାରିବେ, ଯେଉଁ ଏକ୍ସ କହୁଛନ୍ତି ଏବେ। ଓକେ, 8 ଲର୍ନ ଦି ଏଲିମିନେସନ୍ ମେଥଡ୍ସ ବାଇ ସଲଭିଂ PYQs। ଆପଣ ଏମିତି କିଛି କ୍ୱେଶ୍ଚନ୍ ପାଇବେ ଯେଉଁଟାକି ଆପଣ ଜାଣିନଥିବେ କି 50-50 ଆପଣଙ୍କର ଚଏସ୍ ଥିବ, ସେଥିରେ କ'ଣ କରିବେ, ଆପଣ ଏଲିମିନେଟ୍ କରିବା ଦରକାର। ଓକେ, ତାହେଲେ ଯାଇକି ସେଟା ଆପଣ ଆଟଲିଷ୍ଟ ଆପଣ 100 ପାଖାପାଖି
ନହେଲେ ବି 80-90 ପାଖାପାଖି ମାର୍କ ରଖିପାରିବେ। ଓକେ, କାହିଁକି ନା ମାତ୍ର ଆପଣଙ୍କୁ ପୁରା ପରଫେକ୍ଟଲି 25ଟା ପାଖାପାଖି ଆସୁଥିବ, 20-25ଟା ପାଖେ ପୁରା ପରଫେକ୍ଟଲି ଆସୁଥିବ। ଆଉ ରେଷ୍ଟ ହଉଛି 50-50 ଆସୁଥିବ। ସେଗୁଡାକୁ ଆପଣ ଏଲିମିନେସନ ମେଥଡରେ କୋଉଟା ପ୍ରାୟୋରିଟି ବେସିସରେ ଆପଣ ସେଟାକୁ ଏଲିମିନେଟ୍ କରିକି କରିକି ଆସିବେ। ଓକେ, ନହେଲେ ତ ଆପଣ 100 ମାର୍କ ପହଞ୍ଚି ପାରିବେନି। କଟଅଫ ଏବେ ଧୀରେ ଧୀରେ ବଢୁଛି। ଦେଖନ୍ତୁ ଫାଷ୍ଟ ଥର ଯୋଉ ଚେଞ୍ଜ କଲା ୟୁପିଏସସି ପାଟର୍ନ କଲା ପିଏସସି, ଫାଷ୍ଟରେ ଯୋଉ 2021ରେ ଯୋଉ ଓପିଏସସି ୟୁପିଏସସି ପାଟର୍ନ ଚେଞ୍ଜ କଲା, ତ ସେଥିରେ କଣ ହେଲା ନା ବହୁତ ଫ୍ୟାକ୍ଟସ ଏତେ ଦେଇଥିଲା ଯେ କେତେ ଦେଇଥିଲା 45 ନାଇଁ 48 ଯାଇଥିଲା। ତ ସେଇଭଳିଆ ଆମର 22ରେ ବି ସେଇଭଳିଆ ଟିକେ ଡିଫିକଲ୍ଟ କଲା, କିନ୍ତୁ ପିଲା କୋଉଟା ହେଇଗଲା ସେ ଭିତରେ। ସେ ଟିକେ କିଛି ପକେଇଥିଲା ମାନେ ଡାଏଟ ପକେଇଥିଲା, 1 ପକେଇଥିଲା କିଛି, ସେଥିପାଇଁ ଟିକେ ବେଶୀ ମେ ବି ହେଇଥିବ। ଓକେ, 22ରେ ଆଉ ଏବେ 23ରେ ବି ସେଇଭଳିଆ ବହୁତ ଧୀରେ ଧୀରେ କଣ ହଉଛି ନା ସେଇ ପାଟର୍ନକୁ ପିଲା ଆଡପ୍ଟ କରିଦଉଛନ୍ତି। ମେ ବି ଏଇଟା ଯୋଉ 2023ରେ ଯୋଉ ପ୍ରିଲିମ୍ ହେଇଥିଲା ଟିକେ ହାର୍ ଲେଭେଲରେ ଥିଲା। ଆଟଲିଷ୍ଟ ଯୋଉମାନେ ଦେଖୁଛନ୍ତି 60% ଜେନେରାଲ ସେମାନେ କ୍ୱାଲିଫାଇ କରୁନାହିଁ। ତ ମେ ବି ଟିକେ ହାର୍ ଯାଇଥିବ, 65 କି 70 ପାଖାପାଖି ଯାଇଥିବ। ଆପଣଙ୍କର ସବୁବେଳେ ଏମ୍ ରହିବ ଯେ 80ରୁ 90 ଭିତରେ ଆପଣ ନିହାତି ରଖିବେ ଆଟଲିଷ୍ଟ। ଓକେ, ତ ତେଣୁ କରିକି ଏଲିମିନେସନ ମେଥଡ ଆପ୍ଲାଏ କରିକି ଆପଣ ଆଟଲିଷ୍ଟ 50ଟା ତ କରିକି ଯାଇଥିବେ ପୁରା ପରଫେକ୍ଟଲି। 50ରୁ 60 ଭିତରେ ନିହାତି ଆଟେମ୍ପ ନେବେ, 60 ଭିତରେ ତ ନିହାତି ଆଟେମ୍ପ ନେଇଥିବେ। ଓକେ, ଆପଣଙ୍କର ଆକୁରେସି ଯଦି ବେଶ କମ୍ ଥିବ ତାହେଲେ ଆଉ ଟିକେ ଅଧିକା ଆଟେମ୍ପ ନେଇଥିବେ। ଓକେ, ନେକ୍ସଟ ହଉଛି 9, ମେକ୍ ଏ ସ୍ମଲ୍ ପିୟର ଗ୍ରୁପ ଡିସ୍କସନ ଡିଫରେଣ୍ଟ ଟପିକ୍ସ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆପଣଙ୍କର ପିୟର ଗ୍ରୁପ କିଛି ବନେଇ ଦିଅନ୍ତୁ, 2-3 ଜଣ ଥିବେ, ବେଶୀ ନଥିବେ। ଆପଣଙ୍କର ଗୋଟେ କନସିଷ୍ଟେନ୍ସି ରହିବ। କାହିଁକି ନା ଆପଣ ଏକା ଯେତେବେଳେ ପଢୁଥିବେ ସେତେବେଳେ ଆପଣ କନସିଷ୍ଟେନ୍ସି ମେ ବି ନ ରହିପାରନ୍ତି। ସେତେବେଳେ ଆପଣଙ୍କୁ ଡିପ୍ରେସନ ଲାଗିବ କି ମୁଁ ଆଉ ଦେବିନି, ଗିଭ୍ ଅପ୍ କରିନେବେ, ସେଇ ମେଣ୍ଟାଲିଟି ରହିବ। କିନ୍ତୁ ଯଦି ଆପଣ ଗୋଟେ ପିୟର ଗ୍ରୁପରେ ଥିବ, ତ ସେଇଠି ଥିବେ, ସେଇଟା ସବୁବେଳେ ଆପଣଙ୍କୁ ଏନକରେଜ କରିବ ଏବଂ ଆପଣଙ୍କର ଡିଫରେଣ୍ଟ ଡିଫରେଣ୍ଟ ଟପିକ୍ ଯୋଉ ଆସିଥିବ ତାକୁ ଉପରେ ଡିଫରେଣ୍ଟ ଡିଫରେଣ୍ଟ ଆଙ୍ଗେଲରେ ଆପଣ ସେଟା ଡିସ୍କସନ କରିପାରୁଥିବେ। ଓକେ, ତ ଛୋଟ ଗୋଟେ ଗ୍ରୁପ ବନେଇ ଦିଅନ୍ତୁ ଆପଣଙ୍କ ଭିତରେ। ଯୋଉ ବି କୋଚିଂ ସେଣ୍ଟର ଆପଣ କୋଚିଂ ନଉଥିବେ ତାଙ୍କର ଜଣେ 2 ଜଣ କି 3 ଜଣ ପାଖାପାଖି ହାଷ୍ଟ ନିଅନ୍ତୁ, ଛୋଟ ଗ୍ରୁପ ବନେଇକି ପୁରା ସିଲାବସ କମ୍ପ୍ଲିଟ କରନ୍ତୁ। ଓକେ, 10 ହଉଛି join only one mock test series for prelim to enhance accuracy level. ଓକେ, ଆପଣ accuracy level ବଢେଇବା ପାଇଁ only ଗୋଟିଏ ମାତ୍ର mock test series କୋଉଠି ହେଲେ ବି ଭଲ ଦେଖିକି ଆପଣ ଜଏନ୍ କରିଯାଆନ୍ତୁ। ବେଶୀ ଦେବେନି mock test ଗୁଡା, କାହିଁକି ନା ଆମକୁ ଦେଖିବାର ଅଛି ତା ବେସିକ ବା ଫଣ୍ଡାମେଣ୍ଟାଲ୍ସ ଅଫ ପିଏସସି କୋଉଠି ପାଇବା ଆମେ ପିଆଇକ୍ୟୁରୁ ପାଇବା। ତାହାର ଥିଙ୍କିଂ ଅପିଏସସି କେମିତି ଚିନ୍ତା କରୁଛନ୍ତି, ଯେ କ୍ୱେଶ୍ଚନ ବନଉଛନ୍ତି ସେଇ ପ୍ରଫେସର ମାନେ କେମିତି ଚିନ୍ତା କରୁଛନ୍ତି, କୋଉ ଏଙ୍ଗେଲରେ ଚିନ୍ତା କରୁଛନ୍ତି, ସେଇଟାକୁ ଆମକୁ ବୁଝିଯିବାର ଅଛି। ଯଦି ସେଇଟା ଜଣେ ବୁଝିଗଲା ଦେନ୍ 50% କାମ ତାର ଫିନିଶ। ଓକେ, ନେକ୍ସଟ ହଉଛି ଆପଣ ନିହାତି ଭାବରେ ଆପଣ ପ୍ଲାନ୍ ଗୋଟେ ବନାନ୍ତୁ। ସେପ୍ଟେମ୍ବର କି ଅକ୍ଟୋବରରେ ହବ ଏକ୍ସାମ। ଆପଣ ସାଇମଲ୍ଟେନିୟସଲି ମେନ୍ ପାଇଁ ପଢୁଥିବେ ଏବଂ ପ୍ରିଲିମ୍ ପାଇଁ ବି ପଢୁଥିବେ, ଟିକେ ଟିକେ ଦେଖୁଥିବେ। କିନ୍ତୁ ଲାଷ୍ଟ ଗୋଟେ ମାସ ନିହାତି ଭାବରେ ପୁରା ଡେଡିକେଟେଡ ପୁରା ଲାଗିଯିବେ ପ୍ରିଲିମ୍ ପାଇଁ। ଓକେ, କାହିଁକିନା ଆପଣ ପ୍ରିଲିମ୍ ପରେ ବି ବେଶୀ ଦିନ ପାଇବେନି, ଆପଣ ହାର୍ଡଲି 2 ମନ୍ଥ ଭିତରେ ଗେପ୍ ରହୁଛି ମେନ୍ ହବାର। ତ ତେଣୁ କରିକି ସେତେବେଳେ ଏବେ ଯଦି ଆପଣ ମେନ୍ ପାଇଁ ନ ପଢିବେ ସେତେବେଳେ ଆଉ ଟାଇମ୍ ନଥିବ। ଆପଣ ଆଟଲିଷ୍ଟ ଆପଣ ଜିଏସ୍ ପେପର ଆଉ ଜିଏସ୍ ପେପର ଗୋଟେ 1 2 3 4 ସାରି ଦିଅନ୍ତୁ ପ୍ରିଲିମ୍ ବିଫୋର। ଯଦି ଅପସନାଲ ଥିବ ଅପସନାଲକୁ ବି ଟିକେ ଟିକେ ଦେଖୁଥିବେ, ଯେତିକି ସରିବ ସରିବ, କିନ୍ତୁ ଆପଣ 1 2 3 4 4ଟା ଯୋଉ ପେପର ଅଛି ସବୁ ସରେଇ ଦିଅନ୍ତୁ। ଓକେ, ତ ଥ୍ୟାଙ୍କ ୟୁ ଫର ୱାଚିଂ। ପ୍ଲିଜ ଲାଇକ୍ this video and subscribe my channel. Okay, ଆପଣ ଏମିତି ଏମିତି ସବୁ ଷ୍ଟ୍ରାଟେଜି ଭିଡ଼ିଓ ସବୁ QIQ ଆନାଲିସିସ୍ 360 ଡିଗ୍ରୀ ଆନାଲିସିସ୍ ମୁଁ ଏଥିରେ ପକେଇଦେବି। ତ 360 ଡିଗ୍ରୀ ଆନାଲିସିସ୍ କରିଛି ଲାଷ୍ଟ 10 ଇୟରର 2ଟା ଭିଡ଼ିଓ ମୁଁ ବନେଇଛି, ତାର ଲିଙ୍କଟା ତା ଭିଡ଼ିଓଟା ଏଥିରେ ପକେଇଦେବି, ସେଟାକୁ ଦେଖିବେ। ଓକେ, ଥ୍ୟାଙ୍କ ୟୁ।